ଛତ୍ରପୁର ଅଧିଷ୍ଠାତ୍ରୀ ଦେବୀ ମା ରାମାୟଣମଙ୍କ ପବିତ୍ର ମନ୍ଦିର ଗଞ୍ଜାମ ଓଡ଼ିଶାରେ ମନ୍ଦିର ପ୍ରତିଷ୍ଠାର 10ମ ବର୍ଷ ଅବସରରେ ବାର୍ଷିକ ମହୋତ୍ସବ ଅତ୍ୟନ୍ତ ଭବ୍ୟ ଧୁମଧାମ ଓ ଭକ୍ତିମୟ ପରିବେଶରେ ସଫଳତାର ସହିତ ପାଳିତ ହୋଇଯାଇଛି। ଏହି ଅବସରରେ ସମ୍ପୂର୍ଣ୍ଣ ମନ୍ଦିର ପରିସର ଭକ୍ତି ଶ୍ରଦ୍ଧା ଆଧ୍ୟାତ୍ମିକ ଚେତନାରେ ମହକି ଉଠିଥିଲା। ମନ୍ଦିର କମିଟି ସଚିବ ଶ୍ରୀ ବି ଶ୍ରୀନିବାସ ମହୋଦୟଙ୍କ ନେତୃତ୍ୱରେ ଏବଂ ପୂଜା କମିଟିର ସମସ୍ତ ସମ୍ମାନନୀୟ ସଦସ୍ୟମାନଙ୍କ ସହଯୋଗରେ ଏହି ଧାର୍ମିକ ମହୋତ୍ସବ ସୁଚାରୁ ଓ ସଫଳ ଭାବେ ଆୟୋଜିତ ହୋଇଥିଲା। ମହୋତ୍ସବ ଅବସରରେ ଶ୍ରୀମତୀ କୋଡୁକୁଲା କୃଷ୍ଣବେଣୀଙ୍କ ନେତୃତ୍ୱରେ 15 ଜଣିଆ ଦଳ ଦ୍ୱାରା ସୌନ୍ଦର୍ଯ୍ୟ ଲହରୀ ପାଠ ସହିତ ଭକ୍ତିଗୀତ ପରିବେଷଣ କରାଯାଇଥିଲା। ଏହାସହ ଶ୍ରୀ ଆର୍ ଧନଞ୍ଜୟ ଆଚାର୍ଯ୍ୟରୁ ଓ ଶ୍ରୀ ଆର୍ ତେଜ ପୁରୋହିତଙ୍କ ଦ୍ୱାରା ଅଭିଷେକ ପୂଜା ଆଳଙ୍କାରଣ ହୋମ ଓ କୁଙ୍କୁମ ପୂଜା ସମ୍ପାଦିତ ହୋଇଥିଲା। ମହିଳା ମଣ୍ଡଳୀ ସଦସ୍ୟମାନଙ୍କ ଦ୍ୱାରା ଲଳିତା ସହସ୍ର ନାମ ପାଠ କରାଯାଇ ପରେ ଭକ୍ତମାନଙ୍କୁ ପ୍ରସାଦ ସେବନ କରାଯାଇଥିଲା। ସନ୍ଧ୍ୟା 5ଟାରୁ ଭକ୍ତିମୟ ପରିବେଶରେ ଶିବ ପାର୍ବତୀ କଲ୍ୟାଣମ ଅନୁଷ୍ଠିତ ହୋଇ ମହୋତ୍ସବର ଭବ୍ୟତାକୁ ଆହୁରି ବଢ଼ାଇଥିଲା। ଏହାସହ ଅନ୍ୟାନ୍ୟ ଧାର୍ମିକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମମାନେ ଉପସ୍ଥିତ ଭକ୍ତମାନଙ୍କୁ ଗଭୀର ଭକ୍ତିରେ ମନୋନିବେଶ କରାଇଥିଲେ। ଏହି ଅବସରରେ ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ଶାସ୍ତ୍ରୀୟ ସଙ୍ଗୀତକାରମାନଙ୍କ ଦଳ ଏବଂ ମାତା ଭଉଣୀମାନଙ୍କ ଦ୍ୱାରା ପରିବେଷିତ ଶାସ୍ତ୍ରୀୟ ସଙ୍ଗୀତ ଭକ୍ତିଗୀତ ଦର୍ଶକମାନଙ୍କୁ ବେଶ୍ ଆକୃଷ୍ଟ କରିଥିଲା। ମଧୁର ତାଳଲୟରେ ସମଗ୍ର ପରିବେଶ ଭକ୍ତିମୟ ରୂପ ଧାରଣ କରିଥିଲା। ମାଙ୍କ ଦିବ୍ୟ ଦର୍ଶନ ପାଇଁ ଦୂରଦୂରାନ୍ତରୁ ବହୁ ସଂଖ୍ୟାରେ ଭକ୍ତମାନେ ମନ୍ଦିରକୁ ଆସିଥିବା ବେଳେ ଏହି ମହୋତ୍ସବ ଧାର୍ମିକ ଐକ୍ୟ ଓ ସାଂସ୍କୃତିକ ପରମ୍ପରାର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ ଭାବେ ପରିଣତ ହୋଇଛି। ମହୋତ୍ସବ ସଫଳ କରିବାରେ ମନ୍ଦିର ଅଧ୍ୟକ୍ଷ ଶ୍ରୀ ଏସ୍ ରାମମୋହନ ରାଓ ପେଡା ଓ ତାଙ୍କ ସହଧର୍ମିଣୀ ଶ୍ରୀମତୀ ଏସ୍ ଶୈଲଜା, ସଚିବ ଶ୍ରୀ ବି ଶ୍ରୀନିବାସ ଓ ସହଧର୍ମିଣୀ ଉଷା, ଶ୍ରୀ ଏମ୍ ସତ୍ୟନାରାୟଣ, ଶ୍ରୀ ଲିଙ୍ଗରାଜ ରେଡ୍ଡି, ଶ୍ରୀ ସମରେନ୍ଦ୍ର ସେନାପତି, ଶ୍ରୀ ଏନ୍ ପ୍ରଭାକର ରାଓ, ଶ୍ରୀ ଡାଲେ ରେଡ୍ଡି, ଶ୍ରୀ ଚ ପୂର୍ଣ୍ଣକୁମାର, ଶ୍ରୀ ଚ ଦୟାନନ୍ଦ ରେଡ୍ଡି, ଶ୍ରୀ ଦୀପକ ମୁଦୁଲି, ରମେଶ ରେଡ୍ଡି, ବୁଲୁ ରେଡ୍ଡିଙ୍କ ସହ ଅନ୍ୟାନ୍ୟ କମିଟି ସଦସ୍ୟମାନେ ମୂଲ୍ୟବାନ ସହଯୋଗ ପ୍ରଦାନ କରିଥିଲେ। ପୂଜା କମିଟି ପକ୍ଷରୁ କୁହାଯାଇଛି ଯେ ମନ୍ଦିର ପ୍ରତିଷ୍ଠା ପରଠାରୁ ପ୍ରତିବର୍ଷ ଏହିପରି ଶ୍ରଦ୍ଧା ଉତ୍ସାହର ସହିତ ବାର୍ଷିକ ମହୋତ୍ସବ ପାଳିତ ହୋଇଆସୁଛି ଏବଂ ପ୍ରତିବର୍ଷ ଭକ୍ତମାନଙ୍କ ଉପସ୍ଥିତି ଲକ୍ଷଣୀୟ ଭାବେ ବୃଦ୍ଧି ପାଉଛି। ଗଞ୍ଜାମ ଛତ୍ରପୁରରୁ ରାମକୃଷ୍ଣ ରେଡ୍ଡିଙ୍କ ରିପୋର୍ଟ, ଜନ ଅଧିକାର ଲାଇଭ୍।